ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ ଆଶା କରୁଛି କି ଆପଣ ବହୁତ ଭଲ ଥିବେ ଆଉ ଦେଶରେ ଥିବେ ତ ସେମିତି ଥାଆନ୍ତୁ। ତ ଫ୍ରେଣ୍ଡସ୍ ଆଜି ମୁଁ ଯାଉଛି ଛତୁ ଗୋଟେଇବା ପାଇଁ ବ୍ୟାଗ୍ ଧରିକି ଯାଉଛି। ଦେଖନ୍ତୁ ଛତୁ ଏବେ ହେଇଛି କି ନାହିଁ ମୁଁ ତ ଜାଣିନି, କାହିଁକିନା 4 ଦିନ ଧରିକି ଲଗାତାର ବର୍ଷା ହେଇଥିଲା। ଆପଣଙ୍କ ଅଞ୍ଚଳରେ ବର୍ଷା ହେଇଥିବ କି ନାହିଁ ମୁଁ ସେଟା ଜାଣିନି, କିନ୍ତୁ ଏପଟେ ତ ମାନେ ଆମେ ଯଦି ରହୁଛୁ ସେଠି ତ ମାନେ 4 ଦିନ ଧରିକି ବର୍ଷା ହେଇଥିଲା। ତ ଆପଣ ଦେଖିପାରୁଥିବେ ମାଟି ଗୁଡ଼ା ପୁରା ଓଦା ଓଦା ଅଛି। କାଲି ବି ବର୍ଷା ହେଇଥିଲା ଆଉ ଆଜି ରାତିରେ ବି ବର୍ଷା ହେଇଥିଲା। ତ ଏବେ ମୁଁ ଯାଉଛି ନାନୀ ଘରକୁ, ନାନୀ ଘରୁ 2 ଜଣ ଭଣଜାକୁ ଡାକିବି, ତାଙ୍କ ସହିତ ଆମେ ଯିବୁ ଛତୁ ଗୋଟେଇବା ପାଇଁ ନଈ ପଠାକୁ। ତ ଚାଲନ୍ତୁ ଫ୍ରେଣ୍ଡସ୍ ନଈ ପଠାକୁ ଏବେ ଯିବା। ଏବେ ଆଗ ନାନୀ ଘରକୁ ଯିବା, ତାପରେ ସେମାନଙ୍କୁ ଡାକି ମୋ ଭଣଜା 2 ଜଣଙ୍କୁ ନଈ ପଠାକୁ ଯିବା। ସେଠି ଛତୁ ହେଇଛି କି ନାହିଁ ସେଟା ତ ମୁଁ ଜାଣିନି, ଗଲା ପରେ ଜଣା ପଡ଼ିବ। ଚାଲନ୍ତୁ ଆପଣ ଭିଡ଼ିଓ କରନ୍ତୁ, ଆମେ କେମିତି କ'ଣ ଛତୁ ଗୋଟଉଛୁ ଆପଣ ଦେଖିବେ। ତ ଚାଲନ୍ତୁ ଏବେ ଯିବା ନାନୀ ଘରକୁ ଆଗ। ଏବେ ଦେଖନ୍ତୁ ନାନୀ ଘରକୁ ମାନେ ଆସିଲେଣି, ଆଉ ଏଠି ମାନେ ଚାଷ କରୁଛନ୍ତି ବାଇଗଣ ଚାଷ। ଦେଖନ୍ତୁ କେତେ ହେଇଛି ବାଇଗଣ। ଚା ପାଣି ମିଳିଗଲା ନା ନାହିଁ? ସକାଳୁ ସକାଳୁ ଆସିଲି ଚା ପିଇବା ପାଇଁ ମିଳିବ? ହଁ ହଁ। ଏବେ ଉଠିଲୁ? ହେଁ ଆଉ ଡାକ୍ତର କୁଆଡ଼େ ଗଲେ? ଫ୍ରେଣ୍ଡସ୍ ମୁଁ ଏକୁଟିଆ ଆସିଲି, କାହିଁକିନା ଆପଣ ଦେଖିଲେ କି ମୁଁ ତାଙ୍କ ଘରକୁ ଯାଇଥିଲି। ଆଉ ମୋ ଭଣଜାର ତ ମାନେ ଏତିକି ଦେହ ଭଲ ନାହିଁ, ଆଉ ବଡ଼ଟା ଦେଉଛି ସିଏ ତ ଶୋଇଛି। ମୁଁ ଭାବିଲି ସକାଳୁ ସକାଳୁ କାହିଁକି ଉଠେଇବି, କାହିଁକିନା ଏବେ ମାନେ 5ଟା ବାଜିଛି, 5ଟାରେ ମୁଁ ଆସିଛି। କାହିଁ ସିଏ ମାନେ ଶୋଇଛି, ମୁଁ ତାକୁ କାହିଁ ଉଠେଇବି, ତ ସେଥିପାଇଁ ମୁଁ ତାକୁ ଉଠେଇଲିନି। ମୁଁ ପଳେଇ ଆସିଲି ଏକୁଟିଆ। ତ ସାନ ଭଣଜାର ଦେହ ଖରାପ ଥିଲା, ସେଥିପାଇଁ ମୁଁ ଏକୁଟିଆ ପଳେଇ ଆସିଛି। ଦେଖିବା ମୁଁ ଏକୁଟିଆ ଯାଉଛି ଛତୁ ମିଳୁଛି କି ନାହିଁ କେଜାଣି, ମାନେ 3 ଜଣ ଆସିଲେ ବି ଛତୁ ମିଳିଥାନ୍ତା ନା ନାହିଁ ସେଟା ମୁଁ ଜାଣିନି, କିନ୍ତୁ ଏକୁଟିଆ ମୁଁ ଯାଉଛି ଦେଖିବା ମିଳୁଛି ନା ନାହିଁ ଛତୁ। ତ ଚାଲନ୍ତୁ ଫ୍ରେଣ୍ଡସ୍ ଏବେ ଯିବା ନଈ ପଠାକୁ। ଫ୍ରେଣ୍ଡସ୍ ଆଉ ଏଇ ଜାଗାରେ ଯୋଉ ମୁଁ ଏବେ ଅଛି, ଚଢ଼େଇ ମାନେ କାନ୍ଦୁଛନ୍ତି, ମାନେ ମନକୁ ପୁରା ଆନନ୍ଦ ମିଳୁଛି। କେତେ ପ୍ରକାର ଚଢ଼େଇ ମାନେ କାନ୍ଦୁଛନ୍ତି, ଆପଣଙ୍କୁ ମାନେ କ୍ୟାମେରାରେ ଶୁଭା ଯାଉଥିବ କି ନାହିଁ ମୁଁ ସେଟା ଜାଣିନି, କିନ୍ତୁ ମୋତେ ଶୁଭା ଯାଉଛି। ତ ଚାଲନ୍ତୁ ଫ୍ରେଣ୍ଡସ୍ ଏବେ ଯିବା ନଈ ପଠାକୁ, ଛତୁ କେମିତି ହେଇଛି ଦେଖିବା, ତାପରେ ଆଣିବା। ଚାଲନ୍ତୁ ଯିବା। ଫ୍ରେଣ୍ଡସ୍ ଆଉ ଗୋଟେ କଥା, ମାନେ ମୁଁ ଏଇଠି ଛତୁ ଗୋଟେଇବା ପାଇଁ ଆସିଛି, ମାନେ କୋଉ ଛତୁର ନାଁ ମୁଁ ଜାଣିନି, ନାଁ ଜାଣିନି ମୁଁ ଛତୁର ନାଁ। ତ ଯାଉ ଯାଉ ମାନେ ମୁଁ ପାଇଲି ଛତୁ, ଦେଖିପାରୁଥିବେ ଆପଣମାନେ ଚଢ଼େଇ ଅଣ୍ଡା ଭଳିଆ ହେଇଛି। ଏ ଦେଖନ୍ତୁ ଚଢ଼େଇ ଅଣ୍ଡା ଭଳିଆ ହେଇଛି। ଏଇଟା କୋଉ ଛତୁ ମୁଁ ଜାଣିନି। ତ ସେମିତି 4-5ଟା ହେଇଛି, ଟିକେ ଧଳା ଧଳା ଦେଖାଯାଉଥିବ ଆପଣଙ୍କୁ।